ଆନନ୍ଦଦାୟକ ସେତିକି ଦୁଃଖଦାୟକ ମଧ୍ୟ। ଭାରତ ବିଖଣ୍ଡିତ ହେଇକି ଏମିତି ହେଲା ଯୋଉଟା କି ଠାକୁର ଚାହିଁନଥିଲେ। ଯେ ଠାକୁର ସେତେବେଳେ ବାବୁନାଥ ଥିଲେ, ସେତେବେଳେ ସେ ତ ସବୁ ଜାଣନ୍ତି ଯେ କଣ ହବ, ତାର ନିରାକରଣ କଣ ସେଟାକୁ ସେ ଜାଣିଥିଲେ। ସେ ଜାଣିଥିଲେ ଯେ ଭାରତ ବାଂଲାଦେଶରେ ହିନ୍ଦୁ ଠାରୁ ମୁସଲମାନ ସଂଖ୍ୟା ବହୁତ ଅଧିକ, ଭବିଷ୍ୟତରେ ଏମିତି ହେଇପାରେ ଯେ ଏହାକୁ ନେଇକି ବହୁତ ଅସୁବିଧା ହବ, ଯେ ସାମ୍ପ୍ରଦାୟିକ ଇମ୍ବାଲାନ୍ସ ସୃଷ୍ଟି ହବ ଏବଂ ଗଣ୍ଡଗୋଳ ହବ, ହଣାକଟା ହବ, ଏସବୁ ସେ ସେତେବେଳେ ଜାଣିପାରିଥିଲେ। ସେଇଥିପାଇଁ ସେ ପଶ୍ଚିମବଙ୍ଗକୁ ଏବଂ ଆଉ କେତେ ଜଣ କର୍ମୀଙ୍କୁ ପଠେଇଥିଲେ। ଆମର ଭାରତର ନେତୃବୃନ୍ଦ ଯିଏ ଥିଲେ ଜବାହରଲାଲ ନେହେରୁ, ରାଜେନ୍ଦ୍ର ପ୍ରସାଦ, ମହାତ୍ମା ଗାନ୍ଧୀ ତାଙ୍କୁ ପଠେଇଥିଲେ। ସେତେବେଳେ ମୁସଲିମ ସଂଖ୍ୟା ଥିଲେ 3,33 ଲକ୍ଷ ବାଂଲାଦେଶରେ, ହିନ୍ଦୁଙ୍କ ସଂଖ୍ୟା ଥିଲେ 2,73 ଲକ୍ଷ ଏବଂ ମୁସଲମାନ ସଂଖ୍ୟା ଥିଲେ ଅଧିକା ଥିଲେ 57 ଲକ୍ଷ ମୁସଲମାନ ସେତେବେଳେ 1946 ଜନଗଣନା ଅନୁସାରେ। ତେଣୁ ସେଥିପାଇଁ ଠାକୁର ଗୋଟେ ପ୍ରସ୍ତାବ ଦେଇ ପଡିଲେ 3 ଲକ୍ଷ ହିନ୍ଦୁ ପରିବାରକୁ ଆଣି ମାନେ କୋଉଠୁ ଆଣିବେ, ବିହାରରୁ, ଉତ୍ତରପ୍ରଦେଶରୁ ଆଣିକି ବାଂଲାଦେଶରେ ବିଭିନ୍ନ ଜାଗାରେ ସ୍ଥାପନ କରିବା, ବସ୍ତି ସ୍ଥାପନ କରିବା। କିନ୍ତୁ ଆମର କଥା ସେତେବେଳେ ଯୋଉ ନେତୃବୃନ୍ଦ ସବୁ ଥିଲେ ସେମାନେ କହିଲେ ବହୁତ କଷ୍ଟସାଧ୍ୟ ବେପାର, ବହୁତ ବ୍ୟୟବହୁଳ ବେପାର, ଏଟାକୁ ଆମେ କରିପାରିବୁ। କିନ୍ତୁ ତାର ପରିଣାମ ହେଲା ଲକ୍ଷ ଲକ୍ଷ ଲୋକ ନିର୍ଯାତିତ ହେଲେ, ମୃତ୍ୟୁବରଣ କଲେ, ଭୟଙ୍କର ପରିଣାମ ସୃଷ୍ଟି ହେଲା। ତାକୁ ଏବେ ସବୁ ଆପଣମାନେ ସବୁ ଦେଖୁଥିବେ ଫେସବୁକରେ, ୟୁଟ୍ୟୁବରେ ଦେଖୁଥିବେ କି ରକମ ସବୁ ନରସଂହାର ହେଇଥିଲା, ଲୋମହର୍ଷଣକାରୀ। ଟ୍ରେନ ଅଟକେଇକି ଗୋଟେ ପୋଲ ଉପରେ ସବୁ ହିନ୍ଦୁ ମାରିକି ଗୋଟେ ନଈ ପ୍ରପାତ ଦେଇଥିଲା। କେତେ କଣ ମାନେ ସେ ସବୁଗୁଡାକ ବି ଜଣା ପଡିନି, ସବୁଗୁଡାକ ଲେଖା ହେଇନି, ସବୁଗୁଡାକୁ ଆମେ ଜାଣିପାରିବା, ଅନୁମାନ କରୁଛୁ ଯେ କିଭଳି ବିଭତ୍ସ କାଣ୍ଡ ହେଇଥିଲା। ସେ ଠାକୁର ଯୋଉ ପ୍ରସ୍ତାବ ଦେଇଥିଲେ 3 ଲକ୍ଷ ହିନ୍ଦୁ ପରିବାର ଆଣିକି ବିହାରରୁ, ଉତ୍ତରପ୍ରଦେଶ ଆଣିକି ବାଂଲାଦେଶରେ ସ୍ଥାପନ କରିଥାନ୍ତେ, ଯେତିକି କଷ୍ଟ ହେଇଥାନ୍ତା ତାଠାରୁ ବହୁତ କଷ୍ଟ ଏ ଦେଶର ଜନତା ପାଇଲେ, ବହୁତ ମୃତ୍ୟୁବରଣ କଲେ, ବହୁତ ନିର୍ଯାତିତ ହେଲେ, ବହୁତ ବାସ୍ତୁ ହରେଇଲେ। ସେ ଦୁଃଖ ମାନେ ବର୍ଣ୍ଣନା କରିହବ। ଠାକୁର କାରଣ ପୁରୁଷ, ନିରାକରଣ ପୁରୁଷ, ସମାଧାନୀ ପୁରୁଷ ସିଏ। କିନ୍ତୁ ତାଙ୍କୁ ସେ ଆଗମନ କରିପାରୁନଥିଲେ ନେତାମାନେ ସେତେବେଳେ। ଠାକୁର କହୁଛନ୍ତି ଦାସୀର କଥା ଦାସୀ ହିଁ କାହାର ଭଲ ଲାଗେ। ଠାକୁର କିନ୍ତୁ ତା ପୂର୍ବରୁ ଯେତେବେଳେ ଦେଖିଲେ ନେତାମାନେ ଶୁଣୁନାହାନ୍ତି, ତା ପୂର୍ବରୁ ସେ ବାୟୁକୁ ପରିବର୍ତ୍ତନ କରିବା ପାଇଁ ପଳେଇ ଆସିଲେ ଦେବଭାରତ। କାରଣ ସିଏ ଯଦି ରହିଥାନ୍ତେ ତାଙ୍କର କ୍ଷତି ବହୁତ ଗୁରୁ ଭାଇଙ୍କର କ୍ଷତି ହେଇଥାନ୍ତା, ସେଥିପାଇଁ ସେ ଚାଲିଲେ। ଏ ଠାକୁର ମାନେ ସେତେବେଳେ ମାନେ ଭାରତ ସ୍ୱାଧୀନତା ଚାହିଁନଥିଲେ, ଭାରତ କଣ ଆଉ କିଛି ପରାଧୀନ ହେଇକି ରହୁ, କିନ୍ତୁ ବିଖଣ୍ଡିତ ନ ହଉ, ଭାରତ ମାନେ